ଓମ୍ ଶାନ୍ତି। ସର୍ବ ଆତ୍ମାଙ୍କର ପିତା ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କର ମଧ୍ୟ ରଚୟିତା ବିଶ୍ୱନିୟନ୍ତା ନିରାକାର ଭଗବାନ ପରମାତ୍ମା ଶିବ ବାବାଙ୍କର ନିରାକାରୀ ଆତ୍ମିକ ସନ୍ତାନମାନଙ୍କୁ ଶୁଭ ସକାଳର ଶୁଭ ଅଭିନନ୍ଦନ, ଶୁଭେଚ୍ଛା, ସୁସ୍ୱାଗତମ, ସୁପ୍ରଭାତ। ଗାୟନ ଅଛି ନିଶ୍ଚୟ ବୁଦ୍ଧି ବିଜୟନ୍ତି ସଂଶୟ ବୁଦ୍ଧି ବିନଶ୍ୟନ୍ତି। ଗୋଟିଏ ଗାଁରେ 4 ଜଣ ବନ୍ଧୁ ରହୁଥିଲେ। ସେମାନେ ପରସ୍ପରକୁ ବହୁତ ଶ୍ରଦ୍ଧା ମଧ୍ୟ କରୁଥିଲେ। ଭିନ୍ନ ଭିନ୍ନ ଧର୍ମର ହୋଇ ମଧ୍ୟ ଏଇଥିପାଇଁ ସେମାନେ ପରସ୍ପର ବନ୍ଧୁ ହୋଇଥିଲେ କି ଯାହା ଲୋକମୁଖରେ ଗାୟନ ଅଛି कि हिंदू मुसलमान सिख ईसाई आपस में सब भाई भाई, यही उक्ति को प्रमाण करिबा पाई सेमाने घनिष्ठ बंधु होई रहिबार शपथ नेइथिले। कौनसी जणे बंधुंकर पर्व आसिले अन्य 3 बंधु मध्य तांको सहित सामिल हेउथिले एवं सहयोगी होई कार्य मध्य तुलाउथिले। थरे सेमाने निष्पत्ति नेले कि नई आरपटरे थिबा एक सुंदर स्थान को भ्रमण करि जिबा पाई। आजी भली नई रे सेतेबेले पोल आदि नथिला। नदी पार हेबा पाई एकमात्र विकल्प थिला डंगा। डंगा ही भरोसा थिला। 4 बंधु डंगारे बसिले। प्रथम थर डंगारे बसी नदी पार हेबार अनुभूति को मध्य सेमाने उपभोग करि चली थांती। हठात झड़ तोफान आसीगला। सेतेबेलकु डंगा नदीर गभीर प्रदेश को चली जाई थाए। नाउरिया पचारिला, बाबू माने आपण मानंकु पहरिबा आसे तो? समस्ते किंतु एका स्वरे मना करी कहिले, यह तो आमर प्रथम नदी रे यात्रा। नाउरिया कहिला, तेबे एथर एका ही सही प्रभु भरोसा, कारण डंगा बुड़ीबा निश्चित। तेबे निज निजर इष्टं को एबे स्मरण कर, जदि से उद्धार करदेबे। मुसलमान बंधु डाकिला, हे अल्लाह रेहम कर। अल्लाह आसी ताकु मध्य नहीं गले। सिख डाकिला, वाहे गुरु केंदा स्वामी। वाहे गुरु तांकु नहीं गले। ईसाई बंधु डाकिला, हे जीसु उद्धार कर। जीसु मध्य आसी ताकु नहीं गले। परंतु हिंदू बंधु जनक विचलित हुई, हे बजरंग बाली उद्धार कर, हे नारायण उद्धार कर, हे माँ सारला मते बंचाओ, इत्यादि इत्यादि अनेक देवदेवी को डाकिबाकु लागिले। हेले सेतबेलकु डंगा संपूर्ण बुड़ी जाइथिला एवं तांकर मृत्यु मध्य हेला। से जाई देवदेवी आगर अभिमान रे अभियोग कले कि प्रभु सेमानंकर प्रभु आसी तांको उद्धार कले, हेले मु एते आकुल होई डाकिली, मते केही उद्धार करने को आसिले नहीं। प्रथमे हनुमान कहिले, अरे तांकर प्रभु कौन, तोर प्रभु कौन? समस्तंकर तो प्रभु ईश्वर एक। मु कौन बा करि थांती? मु बाहरिला बेलकु तो तू नारायण को स्मरण कलु, तेणु मु रहीगली। नारायण कहले, मु मध्य सही भली रहीगली जेहेतु तू माँ सारला को डाकिलु। माँ कहिले, पुओ मु जीवा बेलकु तो खेल सरी जाइथिला। मु कौन बा करि थांती? तोर तो निश्चयता नथिला, सेथिपाई काहाकू भरोसा करि पारिलु नाही। अनेकों को डाकिबारे लागिलु।
ବିଚଳିତ ହୋଇ ନିଶ୍ଚୟତା ଅଭାବରୁ ବୁଦ୍ଧିକୁ ଭ୍ରମିତ କରିଲୁ, ଏକାଗ୍ରତାକୁ ଭଙ୍ଗ କରିଲୁ। ସେଥିପାଇଁ ତୋର ଏ ଅବସ୍ଥା ହେଲା। ବର୍ତ୍ତମାନ ମଧ୍ୟ ସମାଜର ଅବସ୍ଥା ଏହିଭଳି। ସମସ୍ତେ ସବୁ କଥା ପଢ଼ୁଛନ୍ତି, ଶୁଣୁଛନ୍ତି, ଜାଣୁଛନ୍ତି ମଧ୍ୟ, ହେଲେ ଠିକ୍ ଭାବରେ ବାସ୍ତବିକତାକୁ ବୁଝି କାର୍ଯ୍ୟରେ ଲଗେଇବାର ପ୍ରୟାସ ନାହିଁ। ଶିବ ବାବା କହୁଛନ୍ତି, ମଧୁର ସନ୍ତାନଗଣ, ତୁମକୁ ଏବେ ମାଷ୍ଟର ପ୍ରେମର ସାଗର ହେବାକୁ ପଡ଼ିବ। କେବେ ବି କାହାକୁ ମଧ୍ୟ ଦୁଃଖ ଦେବା ଉଚିତ ନୁହେଁ। ପରସ୍ପର ସହିତ ବହୁତ ସ୍ନେହର ସହିତ ରହିବାକୁ ହେବ। ଯଦି କାହାର ଡଙ୍ଗାରେ ପାର ହେଲା ଭଳି ସାମାନ୍ୟ ବି ସଂଶୟ ଆସିଲା ବା ଶିବ ବାବାଙ୍କର କୌଣସି ବି କଥାରେ ସନ୍ଦେହ ଆସିଲା, ପାଞ୍ଚ ବିକାର ରୂପୀ ମାୟା ଯଥା କାମ, କ୍ରୋଧ ଆଦିର ପ୍ରଭାବ ପଡ଼ିଗଲା, ତେବେ ମାୟା ରାବଣ ସେମାନଙ୍କର ଗଳା ରୁଦ୍ଧ କରିଦେଇଥାଏ। ପୁଣି ଏପରି ଖରାପ ଗ୍ରହ ଚଳିଥାଏ ଯେ ସେମାନେ ଶିବ ବାବାଙ୍କର ଏହି ଶ୍ରେଷ୍ଠ ପାଠପଢ଼ାକୁ ଛାଡ଼ି ଦେଇଥାନ୍ତି। ବୁଝି ମଧ୍ୟ ହୁଏ ନାହିଁ କି ଯାହା ସବୁ ନିଜେ ପଢ଼ୁଥିଲେ ଏବଂ ଅନ୍ୟମାନଙ୍କୁ ପଢ଼ଉଥିଲେ ସେଗୁଡ଼ିକୁ କିପରି ଭୁଲିଗଲେ। ସେମାନଙ୍କର ବୁଦ୍ଧିର ତାଲା ସମ୍ପୂର୍ଣ୍ଣ ରୂପେ ବନ୍ଦ ହେଇଯାଏ। ସେଥିପାଇଁ ସତ୍ୟ ଈଶ୍ୱର ପିତାଙ୍କ ସହିତ ସର୍ବଦା ସଚ୍ଚା ହୋଇ ରହିବା ଦରକାର। ନିଜର ପ୍ରତ୍ୟେକ କାର୍ଯ୍ୟର ହିସାବ କିତାବ ସତ୍ୟତାର ସହିତ ଭଗବାନଙ୍କ ଆଗରେ ଉପସ୍ଥାପିତ କରିବା ଦରକାର। ରାତ୍ରରେ ନିଦ୍ରା ଯିବା ପୂର୍ବରୁ ସବୁକିଛି ହୃଦୟର ସହିତ ପରମାତ୍ମାଙ୍କର ନିକଟରେ ବଖାଣିବା ଦରକାର। ସର୍ବଦା ସତର୍କ ରହି ଓଲଟା କର୍ମଠାରୁ ଦୂରେଇ ରହିବାକୁ ହେବ। ଏହି ଅନ୍ତିମ ସମୟରେ କଲ୍ୟାଣକାରୀ ପୁରୁଷୋତ୍ତମ ସଙ୍ଗମ ଯୁଗରେ ସଦ୍ଗୁରୁ ପିତାଙ୍କର ସତ୍ ଜ୍ଞାନ ବା ଶ୍ରୀମତରେ ଚାଲିବା ଦରକାର। ଶ୍ରୀମତ ଉଲ୍ଲଙ୍ଘନ କରିବା ମଧ୍ୟ ବିକାର ଅଟେ। ସମ୍ପୂର୍ଣ୍ଣ ନିର୍ବିକାରୀ ହେବା ଜରୁରୀ। ଯେହେତୁ ଏବେ ନିର୍ବିକାରୀ ଦୁନିଆ ସ୍ଥାପନ କରି ଶିବ ବାବା ଆମ ଆତ୍ମାମାନଙ୍କୁ ତାହାର ମାଲିକ କରାଉଛନ୍ତି, ଯେଉଁଠାରେ ନା ବିକାର ରହିବ, ନା ମାୟା ରହିବ, ନା ଦେହ ଅଭିମାନ ଥିବ, ନା ଦୁଃଖ ଅଶାନ୍ତି ଥିବ, ନା ରୋଗ ବୈରାଗ ଥିବ। କେବଳ ସୁଖ ହିଁ ସୁଖ, ଶାନ୍ତି ହିଁ ଶାନ୍ତି, ଆନନ୍ଦ ହିଁ ଆନନ୍ଦ, ଯାହାକୁ ସ୍ୱର୍ଗ ବୋଲି କୁହାଯିବ। ବାବା କହୁଛନ୍ତି, ନିଜର ଚାଲିଚଳନ ଏବଂ ଚେହେରା ଦ୍ୱାରା ସତ୍ୟତା ରୂପୀ ସଭ୍ୟତାର ଅନୁଭବ କରୁଥିବା ମହାନ ଆତ୍ମା ହୁଅ। ସତ୍ୟତାକୁ ସିଦ୍ଧ କର, ପରନ୍ତୁ ସଭ୍ୟତା ପୂର୍ବକ। ଏହିଭଳି ଆତ୍ମାମାନଙ୍କର କଥା କହିବା, ଚାଲିବା, ବୁଲିବା, ଖାଇବା, ପିଇବା, ଉଠିବା, ବସିବା ଆଦି ପ୍ରତ୍ୟେକ କର୍ମରେ ସଭ୍ୟତା ସ୍ୱତଃ ଦେଖାଯାଇଥାଏ। କୁହାଯାଏ ନା, ସତ୍ୟତାର ସୂର୍ଯ୍ୟକୁ କେହି ବି ଲୁଚେଇ ପାରିବେ ନାହିଁ। ଅର୍ଥାତ୍ ସତ କେବେ ଲୁଚି ରହିପାରେ ନା। ଯଦି ନମ୍ରତାକୁ ନିଜର କବଚ କରିଦେବ, ତେବେ ସର୍ବଦା ମାୟାଠାରୁ ସୁରକ୍ଷିତ ରହିବ। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ଆସନ୍ତାକାଲି ପୁନଃ ସେହି କଲ୍ୟାଣକାରୀ ପରମାତ୍ମାଙ୍କର
ଆଉ କିଛି କଲ୍ୟାଣକାରୀ ମହାବାକ୍ୟକୁ ଶ୍ରବଣ କରି ନିଜ ଜୀବନରେ ଧାରଣ କରି ନିଜକୁ ପରିବର୍ତ୍ତନ କରିବା ସହିତ ସାରା ବିଶ୍ୱକୁ ପରିବର୍ତ୍ତନ କରିବାର କାର୍ଯ୍ୟରେ ସହଯୋଗୀ ହେବା। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।